ବନ୍ଧୁଗଣ, ଆସନ୍ତା ସୋମବାର ଦିନ ହେଉଛି ପବିତ୍ର ଚୈତ୍ର ଅମାବାସ୍ୟା ଏବଂ ଏଥିସହିତ ବର୍ଷ 2024ର ପ୍ରଥମ ସୂର୍ଯ୍ୟପରାଗ ଲାଗିବା ପାଇଁ ଯାଉଅଛି, ଯାହା ଏକ ବିରଳ ମହାଜାଗତିକ ଦୃଶ୍ୟ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଏହି ସୂର୍ଯ୍ୟପରାଗ ଦୀର୍ଘ 126 ବର୍ଷ ପରେ ପଡ଼ୁଅଛି ଏବଂ ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହେବା କାରଣରୁ ଏହା ବହୁତ ବିରଳ ରହିବ ଏବଂ ଗ୍ରହ ଓ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ମହାସଂଯୋଗ ମଧ୍ୟ ସୃଷ୍ଟି କରିବା ପାଇଁ ଯାଉଅଛି। ଯେହେତୁ ଏହା ହେଉଛି ଏକ ବିରଳ ସୂର୍ଯ୍ୟପରାଗ ଏବଂ ଚୈତ୍ର ଅମାବାସ୍ୟା ଦିନ ଲାଗିବା ପାଇଁ ଯାଉଅଛି, ତେଣୁ ଏହି ପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ ମୀନ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟପରାଗ ମୀନ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ଏହି ସୂର୍ଯ୍ୟପରାଗ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଭାବରେ ଦୃଶ୍ୟମାନ ହେବ। ଏହା ପୂର୍ଣ୍ଣର ଅବଧିକାଳ ରହିଅଛି 5 ଘଣ୍ଟା 10 ମିନିଟ୍ ଏବଂ 9 ସେକେଣ୍ଡ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଏହି ସୂର୍ଯ୍ୟପରାଗର ସ୍ପର୍ଶ ସମୟଠାରୁ ଆରମ୍ଭ କରି ମୋକ୍ଷପ୍ରାପ୍ତି ପର୍ଯ୍ୟନ୍ତ ସମୟ ସୀମା, ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ, ସୂତକ ସମୟ ବା ହାଣ୍ଡିଛାଡ଼ ସମୟ ଓ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ଭିଡ଼ିଓର ଶେଷରେ ରହିଛି ସୂର୍ଯ୍ୟପରାଗ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ରହିଛି ଏବଂ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଶୁଭ ଓ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ସୌରମଣ୍ଡଳର ରହସ୍ୟ ହେଉଛି ବଡ଼ ବିଚିତ୍ର। ସୌରମଣ୍ଡଳରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବ୍ୟତୀତ ଆଉ 9ଟି ଗ୍ରହ ଅବସ୍ଥାନ କରିଥାନ୍ତି। ସେଥିମଧ୍ୟରୁ ପୃଥିବୀ ହେଉଛି ଅନ୍ୟତମ ଏବଂ ଏହି ପୃଥିବୀରେ ଆମେ ବସବାସ କରିଛୁ। ଯେହେତୁ ଚନ୍ଦ୍ର ହେଉଛନ୍ତି ପୃଥିବୀର ଉପଗ୍ରହ, ତେଣୁ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ କେବଳ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହୋଇଥାଏ। ସୂର୍ଯ୍ୟପରାଗ ସାଧାରଣତଃ ଅମାବାସ୍ୟା ତିଥିରେ ଏବଂ ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ହୋଇଥାଏ। ଯେହେତୁ ଏହା ହେଉଛି ସୂର୍ଯ୍ୟପରାଗ, ତେଣୁ ଏହା ଅମାବାସ୍ୟା ତିଥିରେ ଲାଗିବା ପାଇଁ ଯାଉଅଛି। ଏହି ପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ ମୀନ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟପରାଗ ମୀନ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ। ଏହି ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି, କାରଣ ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ। ତେଣୁ 12 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ କେଉଁ ସମୟରେ ଲାଗିବ। ସୂର୍ଯ୍ୟପରାଗ ସମୟ। ସୂର୍ଯ୍ୟପରାଗର ଗ୍ରାସ ସମୟ ବା ପରାଗ ଲାଗିବାର ସମୟ ହେଉଛି 8 ଅପ୍ରେଲ 2024 ସୋମବାର ରାତ୍ରି 9:12 ଏବଂ 17 ସେକେଣ୍ଡରୁ ଆରମ୍ଭ ହେବ ଏବଂ ରାତ୍ରି 2:22 ଏବଂ 26 ସେକେଣ୍ଡରେ ଶେଷ ହେବ। ଏହି ସୂର୍ଯ୍ୟପରାଗର ମଧ୍ୟକାଳ ରହିଛି ରାତ୍ରି 11:47 ଏବଂ 4 ସେକେଣ୍ଡ। ଏହି ପରାଗ ମହାକାଶରେ ପ୍ରାୟ 5 ଘଣ୍ଟା 10 ମିନିଟ୍ ଏବଂ 9 ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିବ। ଏହି ସୂର୍ଯ୍ୟପରାଗ ଆମେରିକା, ଆଫ୍ରିକା, ୟୁରୋପ ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ ଏବଂ ଏହି ପରାଗ ଭାରତ ଓ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ଯେହେତୁ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେବେ ଏହି ସୂର୍ଯ୍ୟପରାଗର ସୂତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନାହିଁ। ତେଣୁ ଏହି ସୂର୍ଯ୍ୟପରାଗ ସମୟରେ ହାଣ୍ଡିଛାଡ଼ ବା ପାକ ନିଷେଧ ମଧ୍ୟ ପାଳନୀୟ ହେବ ନାହିଁ। ଏଥିସହିତ ଦେବନୀତି ମଧ୍ୟ ବନ୍ଦ ହେବ ନାହିଁ। କିନ୍ତୁ ଏହି ସୂର୍ଯ୍ୟପରାଗର ପୃଥିବୀ ଉପରେ ନିଶ୍ଚୟ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ଏବଂ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ପରାଗ ଲାଗୁଥିବା ସମୟରେ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି।
ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ତେବେ ଏହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, ସିଂହ ରାଶି, ତୁଳା ରାଶି, କନ୍ୟା ରାଶି, ଧନୁ ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ବୃଷ ରାଶି, କର୍କଟ ରାଶି, ବିଛା ରାଶି ଓ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ସୂର୍ଯ୍ୟପରାଗ ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ମଧ୍ୟ ଜପ କରନ୍ତୁ। ଏଥିସହିତ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଇଛି। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ଲାଗୁଥିବା ସମୟରେ କେଉଁ କାର୍ଯ୍ୟ କରିବା ଅନୁଚିତ, ଯାହାଦ୍ୱାରା ଆମକୁ ବହୁତ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡ଼ିଥାଏ। ଏବଂ ଭିଡ଼ିଓର ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟସୀମା ମଧ୍ୟରେ କେତେକ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଇଛି, ଯାହାଦ୍ୱାରା ଆମକୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ, କାରଣ ଏହି ସମୟରେ ସୂର୍ଯ୍ୟଙ୍କଠାରୁ ବାହାରୁଥିବା ରଶ୍ମି ବା ଆଲୋକ ସିଧାସଳଖ ଭାବରେ ପୃଥିବୀ ପୃଷ୍ଠରେ ପଡ଼ିପାରିନଥାଏ, ଯାହାଦ୍ୱାରା ଏହି ସମୟରେ ନକାରାତ୍ମକ ଶକ୍ତିମାନେ ଜାଗ୍ରତ ହୋଇଉଠନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟସୀମା ମଧ୍ୟରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ। ଖାଦ୍ୟ ତିଆରି କରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣ ସୂର୍ଯ୍ୟପରାଗ ସମୟରେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ସମ୍ପୂର୍ଣ୍ଣ ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ସୂର୍ଯ୍ୟପରାଗ ହେଉ ବା ଚନ୍ଦ୍ରଗ୍ରହଣ, ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଆଦି ଆପଣମାନେ ଖାଇପାରିବେ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ସୂର୍ଯ୍ୟପରାଗ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି। ସୂର୍ଯ୍ୟପରାଗ ସମୟରେ ଯଦି ସୂର୍ଯ୍ୟର କିରଣ କୌଣସି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାଙ୍କର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ଆଲୋଚନା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ପରିବାରରେ ଅନିଷ୍ଟ ହୋଇଥାଏ। ସୂର୍ଯ୍ୟପରାଗ ସମୟରେ ଠାକୁର ପୂଜା କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖନ୍ତୁ ଏବଂ ସୂର୍ଯ୍ୟପରାଗ ସମୟରେ କୌଣସି ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ ଅନ୍ନଦାନ କରିବାର ଉତ୍ତମ ସମୟ ମନାଯାଇଛି। ଏମିତି କୁହାଯାଏ କି ଏହି ସମୟରେ ଅନ୍ନଦାନ କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ। ତେଣୁ ପରାଗ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ଛିଞ୍ଚନ କରି ପବିତ୍ର କରିନେବା ଉଚିତ ଏବଂ ଏହାପରେ ଶୁଦ୍ଧ ମନରେ କିଛି ଅନ୍ନ ପ୍ରସ୍ତୁତ କରି ଦୁଃଖୀ ଓ ଦରିଦ୍ର ଲୋକମାନଙ୍କୁ ଦାନରେ ଦେବା ଦ୍ୱାରା ସବୁ ପାପ କ୍ଷୟ ହୋଇଥାଏ। ସୂର୍ଯ୍ୟପରାଗ ସମୟରେ କାହା ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ, ଯାହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରିନଥାଏ ଏବଂ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କଠାରୁ ବାହାରୁଥିବା କିରଣ କ୍ଷତିକାରକ ହୋଇଥାଏ। ଏଥିପାଇଁ ସୂର୍ଯ୍ୟପରାଗ ସମୟରେ ଆପଣମାନେ ଘରର ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ସୂର୍ଯ୍ୟଙ୍କର କିରଣ ପ୍ରବେଶ କରିପାରିବ ନାହିଁ। ସୂର୍ଯ୍ୟପରାଗ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବା ହେତୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଅଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣଙ୍କର ସନ୍ତାନମାନଙ୍କ ଉପରେ ପଡ଼ିଥାଏ। ତେଣୁ ବନ୍ଧୁଗଣ, ସୂର୍ଯ୍ୟପରାଗ ସମୟରେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ। ଦେଖିବେ ଆପଣମାନଙ୍କର ନିଶ୍ଚୟ ମଙ୍ଗଳ ହେବ। ଏଥିସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ତେବେ ଏହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, ସିଂହ ରାଶି, ତୁଳା ରାଶି, କନ୍ୟା ରାଶି, ଧନୁ ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ବୃଷ ରାଶି, କର୍କଟ ରାଶି, ବିଛା ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ସୂର୍ଯ୍ୟପରାଗ ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ତେବେ ବନ୍ଧୁଗଣ, ଏହା ଥିଲା ସୂର୍ଯ୍ୟପରାଗକୁ ନେଇ
संपूर्ण विवरणी विषय आशा करुछु आपनमानंकु एही भिडियोटी निश्चय पसंद आसीथिबो। पसंद आसीथिले एही भिडियो को लाइक करिबा सहित आपनक प्रियजन मानक सहित शेयर करि नियंतु। धन्यवाद।